ବାପା ବାପା ମୁଁ ବର୍ଷାକୁ ଭଲ ପାଏ ବାପା। କାହାକୁ? ବର୍ଷାକୁ ବାପା। କୋଉ ବର୍ଷା? ସେ ନାରାୟଣ ଦେବ ଝିଅ ବର୍ଷା। ନାରାୟଣ ଦେବ ମୋର ଶତ୍ରୁର ବନ୍ଧୁ ଭୁଲିଗଲୁ? କେମିତି ତୁ ତା ଝିଅକୁ ଭଲ ପାଇପାରିବୁ? ଏ ବାହାଘର କଥା ଭୁଲିପାରିବ? ବାପା ସେ ବର୍ଷାର ଭୁଲ ତ। ବର୍ଷାର ଭୁଲ ତୁ ତୋର ଭୁଲ ମତେ ଦେଖିବା ପାଇଁ ଡାକୁଛୁ। ମୁଁ ଜାଣିଛି ନାରାୟଣ ଦେବ ମୋର ଶତ୍ରୁ। ତେଣୁକରି ତୁ ନାରାୟଣ ଦେବ ଝିଅ ସହିତ ସମ୍ପର୍କ ରଖିବା କଥା କଦାପି ମନେ ରଖିପାରିବ ନାହିଁ। ବାପା ବର୍ଷାକୁ ଭଲ ପାଏ ବାପା। ବର୍ଷା ବି ମତେ ଭଲ ପାଏ। ଭଲ ପାଇବା ଦୁଇଟି ହୃଦୟର କଥା, କିନ୍ତୁ ଶତ୍ରୁତା ଭିତରେ ଭଲ ପାଇବା କେମିତି ଆସିପାରିବ? ବାପା ଏଥିରେ ବର୍ଷାର ମୋର ଭୁଲ କଣ? ଭୁଲ ଆଉ ଠିକର କଥା ମୁଁ ବିଚାର କରିବି, ତୁ ନୁହେଁ। ତେଣୁକରି ମୁଁ ମନା କରିବି ମାନେ ତୁ ବର୍ଷାକୁ ବାହା ହେଇପାରିବୁନି। ବାପା ମୁଁ ବର୍ଷାକୁ କଥା ଦେଇ ସାରିଛି। କଥା ମୁଁ ବି ନେଇ ସାରିଛି। ପରିବାର ଝିଅ ସହିତ ତୋ ବାହାଘର କଥା ମୁଁ ବି ନେଇ ସାରିଛି। ମୋ କଥାର କିନ୍ତୁ ମୋ ଘରେ ଅଧିକ ରହିବ, କାହିଁକି ଘରର ମୁଁ ରଖିବି। ଯଦି ଏଇ ଘରେ ମୋର କିଛି କଥାର ଭ୍ୟାଲୁ ନାହିଁ ତାହେଲେ ମୁଁ ଏଇ ଘରେ ରହିବି କଣ ପାଇଁ? ନିଶ୍ଚୟ ତୋ ଯଦି ମୋ କଥାରେ ତୋର କିଛି ଆପତ୍ତି ଅଛି ତାହେଲେ ତୁ ନିଃସନ୍ଦେହ ମୋ ଘର ବାହାର ଯାଇପାରିବୁ। ବାପା ମୁଁ ଆଜି ଏ ଘର ଛାଡି ଯିବାକୁ ଚାଲି ଯାଉଛି। ଚାଲିଯା, ଚାଲିଯା ମୋ ଆଖି ସାମ୍ନା।